शनिवार महाप्रभुଙ୍କ बाहुडा ଯାତ୍ରାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ରବିବାର ସୋନପୁର ସହରରେ ଅନୁଷ୍ଠିତ ହୋଇଯାଇଛି। ବାହୁଡା ଯାତ୍ରା ଅବସରରେ ବଡ଼ବଜାର ସ୍ଥିତ ମାଉସୀମା ମନ୍ଦିରରୁ ଗଡ଼ ଭିତର ଜଗନ୍ନାଥ ମନ୍ଦିର ଅଭିମୁଖେ ରଥ ବାହାରିଛି। ନିର୍ଦ୍ଧାରିତ ବିଧି ଅନୁସାରେ ରବିବାର ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ରଥଟଣା ହୋଇଛି। ଅଧା ବାଟ ପର୍ଯ୍ୟନ୍ତ ରଥ ଗଡ଼ିବା ପରେ ରଥ ଅଟକିଥିବା ବେଳେ ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ ଗଡ଼ ଭିତର ରଥଯାତ୍ରାର ସ୍ୱତନ୍ତ୍ର ପରମ୍ପରା ଏହାକୁ ଭିନ୍ନ କରିଥାଏ। ମହାପ୍ରଭୁଙ୍କ ସହିତ ତିନି ଭାଇ ଭଉଣୀ ଜନ୍ମବେଦୀରୁ ବାହାରିବା ପରେ ଗୋଟେ ଦିନ ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ତା ପରଦିନ ଅର୍ଥାତ୍ ବାହୁଡ଼ା ଯାତ୍ରାର ଦିନକ ପରେ ରଥଟଣା ଆରମ୍ଭ ହୁଏ। ଏହି ପରମ୍ପରା ଗଡ଼ଜାତ ସମୟରୁ ରହିଆସିଛି। ଶନିବାର ପହଣ୍ଡି ବିଜେ କରି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୂଢ଼ ହୋଇଥିଲେ। ରବିବାର ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଭକ୍ତମାନେ ଉତ୍ସାହର ସହିତ ରଥ ଟାଣିଥିଲେ। ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ରଥ ଆସିବା ପରେ ଅଟକିଥିଲା। ରଥ ଟଣା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୋନପୁର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସ୍ଥାନୀୟ ରଥଯାତ୍ରା ସାଂସ୍କୃତିକ କମିଟି ଓ ଦେବୋତ୍ତର ବିଭାଗ ତରଫରୁ ଏହି ରଥଯାତ୍ରା ପାଳନ କରାଯାଇଥାଏ। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଚକ ସଂଖ୍ୟା 8 ରହିଥିବା ବେଳେ ମା ସୁଭଦ୍ରାଙ୍କ ଦେବଦଳନ ରଥର ଚକ ସଂଖ୍ୟା 4 ରହିଥାଏ। ପ୍ରତିବର୍ଷ ମହା ଆଡମ୍ବରରେ ଏହି ରଥଯାତ୍ରା ପାଳନ କରାଯାଏ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। ସୋନପୁର ସହରର ଏହି ରଥଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରେ ଭକ୍ତମାନଙ୍କର ଭିଡ଼ ଜମିଥାଏ। ସବୁ ବର୍ଷ ଭଳିଆ ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କର ଯେଉଁଟା ନୀତିକାନ୍ତି ଆମର ଅଛି, ଶ୍ରୀଗୁଣ୍ଡିଚା ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ମହାପ୍ରଭୁଙ୍କର ରଥଯାତ୍ରା ଆରମ୍ଭ ହୋଇଥିଲା ଏବଂ ଏଇଟା ଆଜି ନୁହେଁ, ଏଇଟା ଦୀର୍ଘ ଦିନର ଗଡ଼ଜାତ ପରମ୍ପରାରେ ଆମର ରଥ ଟଣାଟା ବାହୁଡ଼ା ପରଦିନ ଏବଂ ଶ୍ରୀଗୁଣ୍ଡିଚା ପରଦିନ ହୁଏ ଏବଂ ମହାପ୍ରଭୁ ଯେହେତୁ ଏଇଟା ପତିତପାବନ ଯାତ୍ରା, ତାଙ୍କର ଯେହେତୁ ଭକ୍ତମାନଙ୍କର ସହିତ ସେ ମିଶିବା ପାଇଁ ଆସୁଛନ୍ତି, ମହାପ୍ରଭୁ ବଡ଼ଦାଣ୍ଡରେ 2 ଦିନ ରହିବେ, ଯେଉଁଟାକି ପୁରୀରେ ମଧ୍ୟ ମହାପ୍ରଭୁ ଶ୍ରୀମନ୍ଦିର ସାମ୍ନାରେ ରହନ୍ତି। ମହା ସୁରୁଖୁରୁରେ ଯାତ୍ରା ଚାଲିଛି ଏବଂ 8 ତାରିଖ ଦିନ ମଙ୍ଗଳବାର ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ମହାପ୍ରଭୁ ସ୍ୱଗୃହକୁ ବାହୁଡ଼ି ଯିବେ। ବର୍ଷା ମାନେ ଯେମିତି ଭକ୍ତ ଭଗବାନଙ୍କୁ ମିଳନ ହେବା ପାଇଁ ଆସୁଛନ୍ତି, କିନ୍ତୁ ପ୍ରକୃତି ମଧ୍ୟ ଭଗବାନଙ୍କ ସହିତ ମିଶିବା ପାଇଁ ଆସୁଛି। ତେଣୁ ଭକ୍ତ ଭଗବାନ ଏକାକାର ହେଉଛନ୍ତି। ଟିକିଏ ବର୍ଷା ପାଇଁ ପ୍ରଭାବିତ ହେଲେ ମଧ୍ୟ ଭକ୍ତମାନଙ୍କର ଭକ୍ତିରେ କୌଣସି ମାନେ ଉଣା ଦେଖିବାକୁ ମିଳୁନାହିଁ। ଭକ୍ତ ବର୍ଷାରେ ବି ଭିଜୁଛନ୍ତି ଏବଂ ଭକ୍ତିରେ ମଧ୍ୟ ଭିଜୁଛନ୍ତି। ଚମତ୍କାର ସେ ଭକ୍ତ ଆଉ ଭଗବାନଙ୍କର ମିଳନ ହେଉଛି। ଆଉ ଏଇଟା ଦେଖିକିରି ଆମକୁ ମଧ୍ୟ ବହୁତ ଖୁସି ଲାଗୁଛି ଏବଂ ପ୍ରଭୁ ମଧ୍ୟ ବହୁତ ଖୁସି। ଆଉ ଅତି ସୁନ୍ଦର ଯାତ୍ରା ହେଉଛି ଏବଂ ନିର୍ବିଘ୍ନରେ ଭଗବାନଙ୍କର ଦିବ୍ୟ ଯାତ୍ରା ଅନୁଷ୍ଠିତ ହେଉଛି। ଏଥିପାଇଁ ଭକ୍ତ, ଭଗବାନ, ସେବାୟତ ଏବଂ ପ୍ରକୃତି ସମସ୍ତେ ଉତ୍ସାହିତ ଅଛନ୍ତି। ଆଉ ଚମତ୍କାର ଯାତ୍ରା ହେଉଛି। ଆମେ ଭଗବାନଙ୍କୁ ପ୍ରାର୍ଥନା କରିବୁ କି ଭଗବାନ ସଂସାରର କଲ୍ୟାଣ କରନ୍ତୁ ଏବଂ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ, ସଂସାର ସୁଖୀ ହେଉ, ନିରାମୟ ହେଉ। ଏତିକି ମହାପ୍ରଭୁଙ୍କ ପାଖରେ ଦିବ୍ୟ ଯାତ୍ରାରେ ପ୍ରାର୍ଥନା କରୁ। ଜୟ ଜଗନ୍ନାଥ। ସୋନପୁରରୁ ବୀରେନ୍ ନାଗଙ୍କ ରିପୋର୍ଟ, ଖବର ଓଡ଼ିଶା।